ବୈପାରିଗୁଡ଼ାରୁ ଧରା ପଡ଼ିଛି ଗୋଟିଏ ବିରଳ ପଶୁ, ଯାହାର ନାଁ ହେଉଛି ପାମ୍ ସିଭେଟ୍। ବିଏସ୍ଏଫ୍ ଯବାନମାନଙ୍କର ହସ୍ତଗତ ହୋଇଥିଲା ଏହି ପାମ୍ ସିଭେଟ୍, ଯାହାର ଲୋକାଲ ନାଁ କହୁଛନ୍ତି ଲୋକମାନେ ଉଡ଼ନ୍ତା ମୂଷା। ଏହି ଉଡ଼ନ୍ତା ମୂଷାଟିକୁ ଯବାନମାନେ ଧରି ପ୍ରଥମେ ତ ସେମାନେ ହ୍ୟାଣ୍ଡଓଭର କରିଥିଲେ ଫରେଷ୍ଟ ଡିପାର୍ଟମେଣ୍ଟକୁ। ଆଉ ଫରେଷ୍ଟ ଡିପାର୍ଟମେଣ୍ଟର ଲୋକମାନେ ଆର ପ୍ରାଥମିକ ଚିକିତ୍ସା ଭେଟେନାରୀ ଡିପାର୍ଟମେଣ୍ଟର ଲୋକଙ୍କ ହାତରେ କଲା ପରେ ପର ପଦକ୍ଷେପ ନେବ ବୋଲି କହିଛନ୍ତି। ବୈପାରିଗୁଡ଼ା ଏକ ଏମିତିକାର ବନାଞ୍ଚଳ, ଏଠି ବିଭିନ୍ନ ପ୍ରଜାତିର ପଶୁପକ୍ଷୀମାନେ ବାସ କରୁଛନ୍ତି। ତାହାକୁ ନେଇ ଅତୀତରେ ଆମେ ବହୁତ ଗୁଡ଼ିଏ ନ୍ୟୁଜ୍ ବି ପ୍ରସାର କରିଥିଲୁ ଆଉ ଆଗାମୀ ଦିନରେ ବି ଦେଖାଇବୁ। ବୈପାରିଗୁଡ଼ାର ମହାନ୍ତି ବାବୁଙ୍କ ରିପୋର୍ଟ, ONI।